हाँ कौन है अपने यूट्यूब पर देवे ने बेलून मुके नहीं नदी के आज आमर चिलिका बीओ ऑफिस बीओ सार फेयरवेल दिज्व देखो डेकोरेशन चली से आगर सीआरसीसी सर मैंने मान डेकोरेशन पर मजामस्ती करदे एमर मीटिंग स्टार्ट होगा जाऊँगी आमर सार भी ये उपस्थित अच्छा अन्य सीआरसीसी सर मैंने देखो आम बीआरसीसी सर मैडम कविता मैडम को पारंपरिक रीति सम्मानित करने पंचायत अतिथि को सर कविता मैडम और पता सर प्लीज उसको माला दे मुकुट सह अपना धन्यवाद सर बीआरसीसी नीलाद्री सर अनुरोध करेंगे अभी सामग्री सामग्री सर सीआरसीसी बड़कुड़ तो पूर्णचंद्र दल सर अनुरोध करुचे सर दीर्घ दिन धरी जहाँकर मार्गदर्शन बल ऑफिस समस्त कार्य सुरुखुरु कर प्रति मुहूर्त जे आमको सान भाई भाई अति स्नेह आदर करुले से महाशय आज तांकर कर्ममय जीवन रू अवसर ने जाऊँ से जड़े अति विद्वान लोक सत्पुरुष दिव्या संजय पंडा सर जे सीनियर मोस्ट सीआरसीसी से किसी वक्तव्य रखने को अनुरोध करूँ सर सार को 3 दिन मन पकेबू सार नमस्या से चिर नमस्या तेणु आउ सार जो काम कर तरीका स्टाफ मान नहीं समग्र शिक्षा कार्यालय जब सेवा निवृत्ति कर अवसर नौना
ଅବସର ନେଇଗଲେ ଆମ ମନ ଭିତରୁ ପଳେଇଲେ ସାର୍ କେବଳ ତାଙ୍କ ସେବାରୁ ବିଓ ୱାର୍କରେ ଥିଲେ ସାର୍ ସେଇଥିରୁ ନିବୃତ୍ତ ହେଉଛନ୍ତି, କିନ୍ତୁ ଆମ ମନ ଭିତରେ ସାର୍ ଅଛନ୍ତି ଏବଂ ସାର୍ ତାଙ୍କ କାର୍ଯ୍ୟରୁ ଅବସର ନେଇନାହାନ୍ତି। ତେଣୁ ଆମର ଯେତେବେଳେ ଯାହା କିଛି ଅସୁବିଧା ପଡ଼ିବ ଆମେ ସାର୍ଙ୍କ ସାଙ୍ଗରେ ଯୋଗାଯୋଗ କରିବୁ ଏବଂ ସାର୍ଙ୍କୁ ମୁଁ ଅନୁରୋଧ କରିବି ଆପଣ କାଇଣ୍ଡଲି ଟିକେ ଆମ ଫୋନ୍ ଉଠେଇବେ, ଯଦି କିଛି ଅସୁବିଧା ହୁଏ ଆମକୁ ଉତ୍ତମ ଦିଗଦର୍ଶନ ଦେବେ। ଆଉ ଅଧିକ ମୁଁ କିଛି କହିବି ନାହିଁ। ଆଉ ସାର୍ଙ୍କର ଯେଉଁ ଅବସର ଜୀବନ ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୁଁ ପ୍ରାର୍ଥନା କରିବି ଅବସର ଜୀବନ ସୁଖମୟ ହଉ, ଆନନ୍ଦମୟ ହଉ, ଏତିକି ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୁଁ ସାର୍ଙ୍କର ଯେତେବେଳେ ମା ବୋଲି ଡାକନ୍ତି ସତେ ଯେମିତି ପରିବାରର ଗୋଟେ ବାପା ଡାକୁଛନ୍ତି। କେବଳ ସାର୍ ନୁହନ୍ତି, ଏଇ ଅଫିସ ସହିତ ଜଡ଼ିତ ହେଇକି ଆମର ବିଓ ସାର୍ ମ୍ୟାଡମ୍ ହୁଅନ୍ତୁ, ଆମର ଅନ୍ୟ ସିଆରସିସି ମାନେ ଅଫିସ ଷ୍ଟାଫ୍ ମାନେ ସେମାନଙ୍କର ସମସ୍ତଙ୍କର ଭଲ ପାଇବା ଯୋଉ ଆଜି ମୁଁ ଏଠି ଅଛି, ଯଦି ଭଲ ପାଇବା ନଥାନ୍ତା ହେଲେ ମୁଁ ରେଜିଗ୍ନେସନ ଦେଇକି ପଳେଇ ଦେଇଥାନ୍ତି। ସେ ସାର୍ଙ୍କର ମୁଁ ତ ମାନେ ମୋର ତ ତାଙ୍କର ଗୁଣ କାମ କରିବା ଛଡ଼ା ମୁଁ ତାଙ୍କ ବ୍ୟକ୍ତିତ୍ୱକୁ ଭାବିପାରିବି ନାହିଁ। ତାଙ୍କଠୁ ବହୁତ କିଛି ଶିଖିବାକୁ ମିଳେ। ସାର୍ ଯେତେବେଳେ ସେମାନେ ତାଙ୍କର କଥୋପକଥନ ଭିତରେ ମୁଁ ଶିଖେ ଯେ କେତେ ଧୈର୍ଯ୍ୟ ସହକାରେ କଥାବାର୍ତ୍ତା କରନ୍ତି, କେତେ ଧୈର୍ଯ୍ୟ ସହକାରେ ସେମାନେ ପରିସ୍ଥିତିକୁ ହ୍ୟାଣ୍ଡେଲ କରନ୍ତି। କାରଣ ମୁଁ ବହୁତ ସର୍ଟ ଟେମ୍ପର, କିନ୍ତୁ ଏତେ ସଫ୍ଟ ହାର୍ଟେଡ ଯେ ଅନ୍ୟ କଥା ହେଲେ ମୁଁ କାନ୍ଦି ପକାଏ। ସେତେବେଳେ ମୁଁ କେବଳ ସାର୍ଙ୍କ ମୁହଁକୁ କେବଳ ବାରମ୍ବାର ଚାହୁଁଛି ମୋର ଯେତେବେଳେ ବିଦାୟ ଦୁଃଖ ଥାଏ। ମୁଁ ତ ସାର୍ଙ୍କୁ ଭାବିଛି ଯେ ସାର୍ ଏତେ ସନ୍ତୁଷ୍ଟ ନୁହନ୍ତି। ଏବେ ଆଜି ଦିନଟି ଯେତେବେଳେ ପ୍ରଦୀପ ଉଜ୍ଜଳନ କେବଳ ମୁଁ ସାର୍ଙ୍କୁ ଫେସ୍ ହିଁ ଦେଖୁଛି, ସାର୍ କେତେ ଧୈର୍ଯ୍ୟ ସହକାରେ ଭିତରେ ବହୁତ ଲୁଚେଇକି ବସିପାରିଛନ୍ତି। ସେଥିପାଇଁ ଆଜି ଯାହା ବି କିଛି ଆମ ତରଫରୁ ଭୁଲ ହେଇଥିବ ସାର୍ କ୍ଷମା କରିବେ ଏବଂ ଆମମାନଙ୍କୁ ଉପରେ ଆଶୀର୍ବାଦ ରଖିଥିବେ। ଆଗାମୀ ଭବିଷ୍ୟତର ମାନେ ରିଟାର୍ଡ ପରବର୍ତ୍ତୀ ଜୀବନ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି ତାଙ୍କ ସ୍ୱାସ୍ଥ୍ୟ ଦିଅନ୍ତୁ। କାରଣ ସ୍ୱାସ୍ଥ୍ୟ ଆଗତ ଆଉ କିଛି ଦରକାର ନାହିଁ, ମାନସିକ ସ୍ୱାସ୍ଥ୍ୟ ଏତେ ଆପଣଙ୍କର କାହିଁ କଣ ପାଇଁ ଲାଗନ୍ତି ପ୍ରତି କଥା ଗୌତମ ଭଳିଆ ଫୋନ୍ କରି ଆଗ ପଛରେ ଖାଇଛ? ଆରେ ଗୋଟେ ବାତ କରଛି ଗୋଟେ ଆମକୁ ପଚାରେ କୋଉଠି ଖାଇଛ କି ନାହିଁ, ବୋଲା କି ପଚାରନ୍ତି ସେମିତି ବୋଧେ ଧନ୍ୟବାଦ କୃଷ୍ଣଦେବ। ଆପଣ କିଛି ନ କହିଲେ ମଧ୍ୟ ଏ ସଭାର ସମସ୍ତେ ଅନୁଭବ କରିପାରୁଛନ୍ତି ଯେ ଆପଣ କଣ କହିବାକୁ ଚାହାନ୍ତି ଏବଂ ଆପଣ ଅନ୍ତରର କଣ ବା ସାରଙ୍କ କଥାକୁ କିଏ ଓଭରଟେକ୍ କରନ୍ତିନି। ଟାଇମ୍ ଟୁ ଟାଇମ୍ କାମ କରିବାର ଗୋଟେ ଶୈଳୀ ସାରଙ୍କୁ ଶିଖିବାକୁ ମିଳିଲା। ଆଉ ସାର୍ ସବୁବେଳେ ଆମକୁ ତାଙ୍କର ଅଧସ୍ଥାନ କର୍ମଚାରୀ ଭଳି ଦେଖିନାହାନ୍ତି, ସାନ ଭାଇ ଭଳି ଦେଖିଛନ୍ତି। ଯେତେବେଳେ ବି ହେଲେ ଭାଇ ଦେବାର ଉପସ୍ଥିତ ସମସ୍ତ ଅଛି ଏବଂ କାର୍ଯ୍ୟାଳୟ